ଶ୍ରୀରାମଚରିତ ମାନସ ଭଳି ଅନେକ ମହାନ ଗ୍ରନ୍ଥ ଲେଖିଥିବା ତୁଳସୀଦାସଙ୍କୁ କେବେ ନ ଜାଣେ। ଶ୍ରାବଣ ମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ ଚିତ୍ରକୂଟର ରାଜପୁର ଗ୍ରାମରେ ତାଙ୍କର ଜନ୍ମଗ୍ରହଣ ହୋଇଥିଲା। କୁହାଯାଏ ଜନ୍ମ ସମୟରେ ତୁଳସୀଦାସ କାନ୍ଦିବା ବଦଳରେ ରାମ ନାମ ନେଇଥିଲେ। ଏଥିଲାଗି ତାଙ୍କୁ ରାମ ବୁଲା ବୋଲି କୁହାଯାଉଥିଲା। ସେ ପିଲାଟି ବେଳୁ ରାମ ଭକ୍ତ ନଥିଲେ, ହେଲେ ସ୍ତ୍ରୀଙ୍କର କିଛି ଶବ୍ଦ ଲାଗି ସେ ରାମ ଭକ୍ତରେ ଲୀନ ହୋଇଗଲେ। ପରେ ସେ ମହାକାବ୍ୟ ରାମଚରିତ ମାନସ, ହନୁମାନ ଚାଳିଶା ଭଳି ଅନେକ ଗ୍ରନ୍ଥ ରଚନା କରିଥିଲେ। ତୁଳସୀଦାସଙ୍କ ସମସ୍ତ ସୃଷ୍ଟି ମଧ୍ୟରୁ ହନୁମାନ ଚାଳିଶାକୁ ସବୁଠାରୁ ଅଧିକ ପଢ଼ାଯାଏ। ଏହା ପଛରେ ଏକ ରୋଚକ କାହାଣୀ ରହିଛି। କୁହାଯାଏ ତୁଳସୀଦାସଙ୍କୁ ହନୁମାନ ଚାଳିଶା ଲେଖିବାର ପ୍ରେରଣା ସମ୍ରାଟ ଆକବରଙ୍କ ଠାରୁ ମିଳିଥିଲା। ଏକଦା ଆକବର ତୁଳସୀଦାସଙ୍କୁ ନିଜ ଦରବାରକୁ ଡାକିଥିଲେ। ତାଙ୍କୁ ନିଜର ପ୍ରଶଂସା କରି ଏକ ଗ୍ରନ୍ଥ ଲେଖିବାକୁ କହିଥିଲେ, ହେଲେ ତୁଳସୀଦାସ ମନା କରିଦେଇଥିଲେ। ଏଥିରେ ରାଗି ଯାଇ ଆକବର ତାଙ୍କୁ ଜେଲରେ ବନ୍ଦୀ କରିଦେଇଥିଲେ। ଜେଲରେ ଥିବାବେଳେ ତୁଳସୀଦାସଙ୍କୁ ଲାଗିଥିଲା ଯେ ସଙ୍କଟମୋଚନ ହନୁମାନ ହିଁ ଏହି ବିପଦରୁ ତାଙ୍କୁ ରକ୍ଷା କରିପାରିବେ। ସେ ହନୁମାନ ଚାଳିଶା ଲେଖିବା ସହିତ ପଠନ କରିଥିଲେ। 40 ଦିନ ପରେ ମାଙ୍କଡଙ୍କର ଏକ ଦଳ ଆକବରଙ୍କ ମହଲ ଉପରେ ଆକ୍ରମଣ କରିଥିଲା। ଏଥିରେ ବହୁତ କ୍ଷତି ହେବା ପରେ ମନ୍ତ୍ରୀଙ୍କ ପରାମର୍ଶ କ୍ରମେ ଆକବର ତୁଳସୀଦାସଙ୍କୁ ମୁକ୍ତ କରିଥିଲେ। ମାନ୍ୟତା ରହିଛି ଯେ ଯେତେବେଳେ ତୁଳସୀଦାସ ଏହାକୁ ପ୍ରଥମ ଥର ପଢିଥିଲେ, ପ୍ରଭୁ ହନୁମାନ ନିଜେ ଏହାକୁ ଶୁଣିଥିଲେ। ସେହିଭଳି ଯେତେବେଳେ ତୁଳସୀଦାସ ରାମଚରିତ ମାନସ କହିବା ସମାପ୍ତ କରିଥିଲେ, ସେତେବେଳେ ସମସ୍ତେ ସେହି ସ୍ଥାନ ଛାଡ଼ି ଚାଲି ଯାଇଥିଲେ। କିନ୍ତୁ ଜଣେ ବୃଦ୍ଧ ସେଠାରେ ବସି ରହିଥିଲେ। ସେହି ବ୍ୟକ୍ତି ପ୍ରଭୁ ହନୁମାନଙ୍କ ବ୍ୟତୀତ ଆଉ କେହି ନଥିଲେ ବୋଲି ବିଶ୍ୱାସ ରହିଛି।